ସମ୍ବଲପୁର ଚାଉରପୁର ବ୍ରିଜ୍ରୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ। ସମ୍ବଲପୁର ମହାନଦୀର ଦ୍ୱିତୀୟ ସେତୁ କୁହାଯାଉଥିବା ବେଳେ ଚାଉରପୁର ବ୍ରିଜ୍ରୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ରହିଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ବଲପୁର ଓ ବୁର୍ଲା ଅଗ୍ନିଶମ ବାହିନୀ ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି କରୁଛନ୍ତି। ସୂଚନା ଅନୁସାରେ ମଙ୍ଗଳବାର ଦିନ 2ଟା ସମୟରେ ଜଣେ 50 ବର୍ଷୀୟ ବ୍ୟକ୍ତି ଚାଉରପୁର ପଟରୁ ବ୍ରିଜ୍କୁ ଆସି ପାଣିକୁ ଡେଇଁ ପଡ଼ିଥିଲେ। ତେବେ ବ୍ୟକ୍ତି ଜଣକ ବ୍ରିଜ୍ରୁ ପାଣିକୁ ଡେଇଁବା ଦେଖି ସେଠାରେ ଥିବା ଯୁବକ ପୋଲିସକୁ ଖବର ଦେଇଥିଲେ। ତେବେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରୁଥିବା ନେଇ ସୂଚନା ରହିଛି। ଦେଖନ୍ତୁ ଆଜି 2:30 ପାଖାପାଖି ଗୋଟେ 112 ଗୋଟେ କଲ୍ ଆସିଲା ଯେ ଏମିତି ମହାନଦୀ ଯେଉଁ ଆମର ବ୍ରିଜ୍ ଅଛି ଚାଉରପୁର ବ୍ରିଜ୍ଟା ସେଥିରୁ ଜଣେ ଲୋକ ଡେଇଁ ପଡ଼ିছে। ସାଙ୍ଗେ ସାଙ୍ଗେ ଆମର ERB ଷ୍ଟାଫ୍, ଥାନା ଷ୍ଟାଫ୍ ଆଉ ଟାଉନ୍ ଥାନା ଷ୍ଟାଫ୍ ଆମେ ସମସ୍ତେ ଆସି ପହଞ୍ଚିଲୁ ଏବଂ ତ ସହିତ ଆମର ଯେଉଁ ଫାୟାର ଟିମ୍କୁ ବି ମଧ୍ୟ ଇନଫର୍ମ କରାହେଲା। ସେଥିରେ ଆସିଲେ ଦେଖିଲା ଟାଇମ୍ ଯେଉଁ 3 ଜଣ ପିଲା ସେମାନେ ଦେଖିଥିଲେ ସେ ମୋଟରସାଇକେଲ ସେମାନେ ସମ୍ବଲପୁର ଟୁୱାର୍ଡସ୍ ଚାଉରପୁର ଯାଉଥିଲେ, ସାନସିଙ୍ଗାରେ ଯାଉଥିଲେ। ସେମାନେ ଦେଖିଲେ ଯେ ଗୋଟେ ଲୋକଟେ ଚାଲି ଚାଲି ଚାଉରପୁର ସାଇଡ଼ରୁ ଆସୁଥିଲା ଏବଂ ହଠାତ୍ ଡେଇଁ ପଡ଼ିଲା ରାଇଟ୍ ସାଇଡ଼ରୁ ଏବଂ ଭାସିକିରି ପଳେଇଲା। ତାପରେ ସେମାନେ 112କୁ କଲ୍ କରିଥିଲେ ଆଉ ସେମାନେ ସେମ୍ ଜିନିଷ ତାଙ୍କୁ ପଚାରିଲେ ସେଇଟା କହୁଥିଲେ ଏବଂ ଜଣେ ଡେଇଁ ପଡ଼ିଛି, ଭାସି ଯାଇଛି। ବର୍ତ୍ତମାନ ହୀରାକୁଦର ଜଳଭଣ୍ଡାରରୁ 18ଟି ଗେଟ୍ ଖୋଲା ଯାଇଥିବା ବେଳେ ପାଣିର ସ୍ରୋତ ପ୍ରଖର ରହିଛି। ଫଳରେ ସେ ତଳକୁ ଭାସି ଯାଇଥିବା ଅନୁମାନ କରାଯାଉଛି। କିଛି ସମୟ ପୂର୍ବରୁ ଖବର ମିଳିଲା ଯେ ଜଣେ ଲୋକ ଆମର ଚାଉରପୁର ବ୍ରିଜ୍ରେ ଡେଇଁ ପଡ଼ିଛି। ଖବର ପାଇ ତୁରନ୍ତ ଆମର ବୁର୍ଲା ଆଉ ସମ୍ବଲପୁର ଦମକଳ କେନ୍ଦ୍ର ଉପର ମୁଣ୍ଡରେ ଖୋଜାଖୋଜି ଆରମ୍ଭ କଲେ ଏବଂ ଏଥିସହିତ ଆମର ମାନେଶ୍ୱର ଟିମ୍କୁ ତଳମୁଣ୍ଡରେ ଖୋଜିବା ପାଇଁ କୁହାଯାଇଛି ଏବଂ ସେ ବର୍ତ୍ତମାନ ତଳମୁଣ୍ଡରେ ଖୋଜିଛି। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।